ଯଦି ଆପଣ OTET କିମ୍ବା OSSTET ପରୀକ୍ଷାରେ କ୍ୱାଲିଫାଇ କରିଛନ୍ତି, ଏବେ ଆପଣଙ୍କର ସାର୍ଟିଫିକେଟ୍ରେ କିଛି ବି ଭୁଲ ଅଛି। ଭୁଲ ଏଇଥିପାଇଁ ହେଇଛି କାହିଁକିନା ଆପଣ ଯାହା ଡାଟା ଫିଲ୍ କରିଥିଲେ ଆପ୍ଲିକେସନ୍ ଫର୍ମ ଆପ୍ଲାଏ ସମୟରେ, ସେଇ ଅନୁସାରେ ହିଁ ସାର୍ଟିଫିକେଟ୍ ଆପଣଙ୍କର ଆସିଛି। ଏବେ ଭୁଲ ଆପଣ ଡାଟା ଇନପୁଟ୍ କରିଥିଲେ, ଯାହାଫଳରେ ସାର୍ଟିଫିକେଟ୍ରେ ବି ଆପଣଙ୍କର ଭୁଲ ଆସିଛି। ତାହା ହୁଏତ ଆପଣ ଜାଣିକି ଭୁଲ କରିନଥାଇପାରନ୍ତି, କିନ୍ତୁ ଭୁଲ ତ କରିଥିଲେ। ଏବେ ତାକୁ କରେକ୍ସନ୍ ଆପଣଙ୍କର କେମିତି କରିବେ ଦେଖନ୍ତୁ। ଲାଷ୍ଟ ଗୋଟେ ବର୍ଷ ହେଲା BSc ଓଡ଼ିଶା ଆପଣଙ୍କ ପାଇଁ କରେକ୍ସନ୍ର ୱିଣ୍ଡୋ ଦେଉଛି। ତା ପୂର୍ବରୁ ସେମିତିକା ଆପଣଙ୍କ ନଥିଲା, ଠିକ୍ ଅଛି। କାହିଁକିନା ଏଥିରେ ଦେଖନ୍ତୁ ଆଲ୍ଟିମେଟଲି ଆପଣ ହିଁ ଖର୍ଚ୍ଚାନ୍ତ ତ ହେଉଛନ୍ତି, ହଇରାଣ ବି ଆପଣଙ୍କର ହେଉଛନ୍ତି। ସେଥିପାଇଁ ମୁଁ ଆପଣଙ୍କୁ ସର୍ବଦା କୁହେ, ତରବର ହେବାର ନାହିଁ। ଆପ୍ଲାଏ ଭିଡ଼ିଓକୁ ଆପଣ ଦେଖନ୍ତୁ, ନିଜେ ନିଜେ ଡାଟାକୁ ଫିଲ୍ କରନ୍ତୁ, ଯେଉଁଦ୍ୱାରା କି ଭବିଷ୍ୟତରେ ଯେମିତି ଆପଣ ହଇରାଣ ନ ହେବେ। କାହିଁକିନା ଆପଣ ହଇରାଣ ହେଲେ ଟଙ୍କା ଯେତିକି ଆପଣଙ୍କର କଷ୍ଟ ଦିଏନି, ହଇରାଣ ହେବାକୁ ଆପଣଙ୍କର ପଡ଼େ। ତ ଦେଖନ୍ତୁ 2026ରେ ଯେଉଁମାନେ ଆପଣଙ୍କର OTET ପରୀକ୍ଷା ଦେଇଥିଲେ, ଏ ରିସେଣ୍ଟଲି ଆପଣଙ୍କର ଯେଉଁ ପରୀକ୍ଷା ଆପଣଙ୍କର ଗଲା, ଯଦି ସେଇଥିରେ ଆପଣଙ୍କର କିଛି ଭୁଲ ହେଇଛି, ତା ପାଇଁ BSc ଓଡ଼ିଶା ଡେଟ୍ ଆପଣଙ୍କ ରିଲିଜ୍ କରିଛି 17 ଅଗଷ୍ଟରୁ 24 ଅଗଷ୍ଟ ମଧ୍ୟରେ। ଆପଣ BSc ଅଫିସ୍ କଟକକୁ ଆପଣ ଯିବେ। କଟକକୁ ଗଲା ପରେ ସେଇଠି ତାଙ୍କର 200 ଟଙ୍କା ଆପଣଙ୍କର ଖର୍ଚ୍ଚ ପଡ଼ିବ ଫାଇନ୍ ଆକାରରେ। ତାପରେ ଆଉ ସେଇଠି ଆପଣ କ'ଣ କ'ଣ ନେଇକି ଯିବେ, ଆପଣଙ୍କର 10th ସାର୍ଟିଫିକେଟ୍ ହେଲା, କାଷ୍ଟ ସାର୍ଟିଫିକେଟ୍ ହେଲା, ସ୍କୁଲ୍ ନେମ୍, 10th ସାର୍ଟିଫିକେଟ୍ ଆପଣ ନେଇକି ଯିବେ, ଆଉ କାଷ୍ଟ ସାର୍ଟିଫିକେଟ୍ ନେଇକି ଯିବେ। ତ ଯାହା କିଛି ବି ଆପଣଙ୍କର କରେକ୍ସନ୍ ହେବାର ଅଛି, ସେମାନଙ୍କୁ ଗୋଟେ ଫର୍ମ ଆକାରରେ ଆପଣ ଫିଲ୍ କରିବେ, ଟଙ୍କା ଦେବେ, ତାପରେ କରେକ୍ସନ୍ ହେଇକି ଆସିବ। କରେକ୍ସନ୍ ହେଇକି ଆସିବା ପାଇଁ ସମୟ ଲାଗେ, କିନ୍ତୁ କରେକ୍ସନ୍ ଆପଣଙ୍କର ହେଇଯିବ, ଠିକ୍ ଅଛି। ଏହା ତ 2026 କଥା ମୁଁ ଆପଣଙ୍କୁ କହିଲି। ତ ଯେଉଁମାନେ ବହୁତ ପୂର୍ବରୁ ଆପଣଙ୍କର ପରୀକ୍ଷା ଦେଇଛନ୍ତି, ସେମାନେ ଆପଣଙ୍କର କେମିତି କରିବେ ଦେଖନ୍ତୁ। ତାଙ୍କ ପାଇଁ ମଧ୍ୟ ସେମ୍ ଆପଣଙ୍କର ଉପାୟ ସେମ୍। ଆପଣଙ୍କର ଯଦି ସାର୍ଟିଫିକେଟ୍ରେ କିଛି ବି ଭୁଲ ଅଛି, ଆପଣ ଚାହିଁଲେ କରେକ୍ସନ୍ କରେଇ ପାରିବେ, ଠିକ୍ ଅଛି। ତା ପାଇଁ ଆପଣଙ୍କୁ BSc ଅଫିସ୍ ଯିବା ପାଇଁ ପଡ଼ିବ। ଆପଣ ଚାହିଁଲେ ରିଜନାଲ୍ ସେଣ୍ଟର ଯେମିତି ଆପଣଙ୍କର ରହିଲା, ବାଲେଶ୍ୱରରେ ଆପଣଙ୍କର ରହିଛି, ସମ୍ବଲପୁରରେ ଆପଣଙ୍କର ଅଛି, ବ୍ରହ୍ମପୁରରେ ଅଛି, ସେଠି ବି ଯାଇପାରିବେ। କଟକକୁ ଗଲେ ଆପଣଙ୍କର ସବୁଠୁ ଭଲ। ସେଇଠି ସେମ୍ ଆପଣଙ୍କର ଟଙ୍କା ପେମେଣ୍ଟ କରିବା ପାଇଁ ପଡ଼ିବ। 10th ସାର୍ଟିଫିକେଟ୍, କାଷ୍ଟ ସାର୍ଟିଫିକେଟ୍ ନେଇକି ଆପଣ ଯାଇଥିବେ। ଆଉ ଯାହା କିଛି ବି ଆପଣ କରେକ୍ସନ୍ କରିବା ପାଇଁ ଚାହିଁବେ, କରେକ୍ସନ୍ କରିହେବ। କିନ୍ତୁ ଆପଣ କହିବେ ସାର୍ ସାଙ୍ଗେ ସାଙ୍ଗେ ହେଇଯିବ କି? ସାଙ୍ଗେ ସାଙ୍ଗେ ହେବନି। କରେକ୍ସନ୍ ହେଇକି ଆସିବା ପାଇଁ ସମୟ ଲାଗିଥାଏ। ଆଉ ଅଳ୍ପ ସମୟ ନେଇ ବହୁତ ସମୟ ଲାଗେ, ଠିକ୍ ଅଛି। ଆପଣ ନିଜେ ନିଜେ ବୁଝିପାରିବେ। ନୋଟିସ୍ ଅଲରେଡ଼ି ଆପଣଙ୍କର ପବ୍ଲିଶ ହେଇଛି, ତ ସବୁ ସାଙ୍ଗ ସାଥୀ ଭାଇ ଭଉଣୀ ସମସ୍ତଙ୍କୁ ଦୁଇଟି କଥା ଆପଣ କହିବେ। ନମ୍ବର 1, ଆପ୍ଲାଏ କଲା ସମୟରେ ହିଁ ଭୁଲ କରନ୍ତୁନି, ନହେଲେ ଟଙ୍କାକୁ ଟଙ୍କା ତ ଆପଣଙ୍କର ୱେଷ୍ଟ ଗଲା, ଆପଣଙ୍କର ଟଙ୍କା ଲସ୍ ହେଉଛି ନା। ଆପ୍ଲାଏ କଲାବେଳେ ଖର୍ଚ୍ଚ କଲେ, ଏବେ ପୁଣି କରେକ୍ସନ୍ ହେବା ପାଇଁ ଆପଣଙ୍କୁ ପୁଣି ଖର୍ଚ୍ଚ କରିବା ପାଇଁ ପଡ଼ିବ। ଆଉ ତାଠୁ ଆହୁରି ଅଧିକ ଆପଣଙ୍କୁ କଷ୍ଟ ଦେବ ଯେଉଁ ଟ୍ରାଭେଲିଂ କରିବା, ଠିକ୍ ଅଛି। କାହିଁକିନା ଏକରେ କେତେ କେତେ ଆପଣମାନେ ହଇରାଣ ହେବେ। ତାଠୁ ଭଲ ସିମ୍ପଲ୍ ଜିନିଷ, ଆପ୍ଲାଏ କଲା ସମୟରେ ହିଁ ଠିକ୍ସେ ଆପଣ ଡାଟାକୁ ଫିଲ୍ କରିକି ଆପ୍ଲାଏ କରିଦିଅନ୍ତୁ। ଭବିଷ୍ୟତରେ ଆପଣଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ତ ସିମ୍ପଲ୍ ଜିନିଷ, OTET OSSTET ସାର୍ଟିଫିକେଟ୍ରେ କିଛି ବି ଆପଣଙ୍କର ଭୁଲ ରହିଥାଏ, ଆପଣ ଚାହିଁଲେ କରେକ୍ସନ୍ କରିପାରିବେ। କରେକ୍ସନ୍ ୱିଣ୍ଡୋ ଅନଲାଇନ୍ରେ ହେବନି, ଆପଣଙ୍କୁ ଅଫଲାଇନ୍ ଯିବା ପାଇଁ ପଡ଼ିବ। 2026ରେ ଯେଉଁମାନେ OTET ପରୀକ୍ଷା ଦେଇଥିଲେ, ତାଙ୍କ ପାଇଁ ଡେଟ୍ ପବ୍ଲିଶ ହେଇଯାଇଛି 17 ଅଗଷ୍ଟରୁ 24 ଅଗଷ୍ଟ ମଧ୍ୟରେ। ସେ BSc ଅଫିସ୍ କଟକକୁ ଆପଣଙ୍କର ଯିବେ। ଆଉ ଯାହା କିଛି ବି କରେକ୍ସନ୍ କରିବାର ଆପଣଙ୍କର ଥିବ, ଆପଣ କରେକ୍ସନ୍ କରେଇ ପାରିବେ। କେବଳ ହାତରେ 10th ସାର୍ଟିଫିକେଟ୍ ଅରିଜିନାଲ୍, କାଷ୍ଟ ସାର୍ଟିଫିକେଟ୍ ଅରିଜିନାଲ୍, ତାକୁ ଧରିକି ଆପଣ ଯିବେ। ଆଉ ଯେଉଁ OTET କିମ୍ବା OSSTET ଫର୍ମ, ଆପଣ OTETର ଯେଉଁ ଫର୍ମ ଆପ୍ଲାଏ କରିଥିଲେ, ତା'ର ଆପ୍ଲିକେସନ୍ ଫର୍ମ ବି ଆପଣ ଧରିଥିବେ। ଆଉ ଯେଉଁମାନେ ବହୁତ ପୂର୍ବରୁ OTET OSSTET ବଗେରା କ୍ୱାଲିଫାଇ କରିଥିଲେ, ତାଙ୍କର ବି କିଛି ଭୁଲ ଅଛି, ସେମାନେ ବି ଚାହିଁଲେ କରେକ୍ସନ୍ କରିପାରିବେ। BSc ଅଫିସ୍କୁ ଆପଣଙ୍କର ଯାଇକି ଆପ୍ଲିକେସନ୍ ଦେଇକି ଆପଣମାନେ କରେଇ ପାରିବେ। ନୋଟିଫିକେସନ୍ର ଲିଙ୍କ୍ ମୁଁ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପ୍ରେ ଦେଇଦେବି, ହ୍ୱାଟ୍ସଆପ୍ ଗ୍ରୁପ୍ରେ ଦେଇଦେବି। ଆପଣ ନିଜେ ନିଜେ ପଢ଼ିପାରିବେ, ଆଉ ଆକର୍ଡ଼ିଂଲି ଆପଣ ଯାଇପାରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।